ବାପାର ପରିଚୟ ମୋ ଛୁଆକୁ ମିଳୁ। ଯେପର୍ଯ୍ୟନ୍ତ ମୋତେ ନ୍ୟାୟ ନ ମିଳିଛି ମୁଁ ଏଠୁ ଉଠିବିନି। ମୁଁ ଅନାଥ, ସେ ଜାଣିକି ବି ମୋତେ ଭଲ ପାଇଲା। ତାଙ୍କର ବ୍ରାହ୍ମଣ, ଆମର ଛୋଟ ଜାତି। ଏସବୁ ଜାଣିକି ସେ ବାହା ହେବ ବୋଲି କଥା ଦେଲା। ମୋ ଭଡ଼ା କରି ଆସି ରହିଲା। ରାତିରେ ମୋତେ ସେ ଧୁମ୍ ପେଲେ। ଏଭଳି ଅନେକ ଦିନ ଧରି ମୋ ସହିତ ରହିଲା। ତାହାର ଏଇ ପେଲାରେ ମୁଁ ପ୍ରେଗନେଣ୍ଟ ହୋଇଗଲି। ସେ ଜାଣିଲା ପରେ ପିଲା ନଷ୍ଟ କରିବା ପାଇଁ ଜିଦ୍ ଧରିଲା। ହେଲେ ମୁଁ ନଷ୍ଟ ନ କରି ରଖିଲି। ତାପରେ ବି ସେ ଅନ୍ୟ ଗୋଟେ ଝିଅ ସହ ସମ୍ପର୍କ ରଖିଲା। ମୋ ଭଳି ତାକୁ ମଧ୍ୟ ଧୁମ୍ ପେଲୁଛି। ତାର ନୂଆ ନୂଆ ଟୋକି ଦରକାର। ପେଲିବ, ତାପରେ ଛାଡ଼ିବ। ମୋର ଛୁଆଟି ଜନ୍ମ ହେଲା ପରେ ମଧ୍ୟ ମୋ ପାଖକୁ ଆସିଲା ନାହିଁ। ମୋ ଛୁଆ ଏବେ କାହା ପରିଚୟ ନେଇ ବଞ୍ଚିବ। ମୁଁ ଏଯାଏଁ ତାକୁ ବାହା ହୋଇନି। ଦିନ ରାତି ମୋ ଛୁଆକୁ ଧରି ଏମିତି ବସି ରହିବି। ଖରା ବର୍ଷା ହେଉ। ପ୍ରଥମେ ଫେସବୁକ୍ରୁ ପ୍ରେମ, ତାପରେ ଶାରୀରିକ ସମ୍ପର୍କ ରଖି ମଜା ନେଲା ପ୍ରେମିକ। ତାପରେ ସଜା ଭୋଗିବାକୁ ପ୍ରେମିକ ହାତରେ ଛୁଆ ଧରାଇ ଛାଡ଼ିଦେଲା। ପ୍ରେମ ପାଇଁ ପ୍ରେମିକାର ସବୁକିଛି ଉଜୁଡ଼ିଗଲା। 23 ଦିନର ଶିଶୁ କନ୍ୟାକୁ ଧରି ନ୍ୟାୟ ପାଇଁ ପ୍ରେମିକ ଦୁଆରେ ବସିଲା ପ୍ରେମିକା। ଏଭଳି ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ। ଦେଖାଯାଉ କି ନ୍ୟାୟ ମିଳୁଛି ପ୍ରେମିକାକୁ ଦେଖିବାକୁ ବାକି ରହିଲା। ବ୍ୟୁରୋ ରିପୋର୍ଟ, AMS ନ୍ୟୁଜ୍। ଭଲ ପାଇଥିଲେ ଯେ ସମସ୍ତେ ଫିଜିକାଲି ସେ ଥିଲେ। ଯଦି ମୁଁ ତାଙ୍କୁ କହିଥିଲି ମୁଁ ଅନାଥ, ମୁଁ ଗୋଟେ ଅନାଥ ଆଶ୍ରମରେ ମଣିଷ ହେଇଛି, ସେ ସେଇଠି ମୋତେ ଫେସବୁକ୍ ଭଲ ପାଇଥିଲେ। ଆଉ ସିଏ ବି ମୋତେ କଥା ଦେଇଥିଲେ ଯେ ନାଇଁ ମୁଁ ଘରର ସାନ ପୁଅ, ମୋ ବୋଉ ମୋତେ ମୁଁ ଯୋଉଥିରେ ହଁ, ମୋ ବୋଉ ସେଇଥିରେ ହଁ। ତ ମୁଁ ସେଇଠୁ କହିଲି କି ତମର ବ୍ରାହ୍ମଣ କାଷ୍ଟ, ଯେହେତୁ ମୋର ଟିକେ ଛୋଟ ଜାତି, ତମ ଘର ଲୋକ ରାଜି ହେବେନି। ତ ସେ ପୁଅଟା ପବିତ୍ର ମୋତେ କହିଥିଲେ ଯେ ନାଇଁ ମୁଁ କିନ୍ତୁ କଥା ଦଉଛି ମୁଁ ତୋତେ ମ୍ୟାରେଜ କରିବି। ତେଣୁ ଭୁବନେଶ୍ୱର ଆସି ସେ ମୋତେ ଫିଜିକାଲି ବହୁତ ଥରେ ନେଇକି ଦିଥର ନେଇ ବହୁତ ରଖୁଛନ୍ତି ଫିଜିକାଲି। ସେ ବେଳେବେଳେ ମୁଁ ଯୋଉଠି ଭଡ଼ା ରହୁଥିଲି ସିଏ ବି ପ୍ରାୟ ଆସନ୍ତି ମୋ ପାଖକୁ, ବେଳେବେଳେ ରାତିରେ ବି ରହିଯାଆନ୍ତି। ବେଳେବେଳେ ରୁହନ୍ତି। ସେ ଫିଜିକାଲି ଯେତେ ମୋ ପେଟରେ ଛୁଆ ରହିଲା, ସେ ମୋ ପିଲାକୁ ନଷ୍ଟ କରିଦେବି ବୋଲି କହୁଥିଲେ। କିନ୍ତୁ ସେଟାକୁ ମୁଁ ଗ୍ରହଣ କଲି ନାହିଁ। ଯେହେତୁ ମୁଁ ଅନାଥ, ମୋର ଆଗକୁ କେହି ନେଇ ପଛୁକୁନି। ତାପରେ ମୁଁ ପ୍ରେଗନେଣ୍ଟ ଥାଇକି ସେ ଆଉ ଗୋଟେ ଝିଅ ସହିତ ରିଲେସନ ରଖିଲି। ସେ ଝିଅ ନାଁ ଗୁଡ଼ି, ସେ କେନ୍ଦ୍ରାପଡ଼ାର। ସେ ଝିଅଟା ବର୍ତ୍ତମାନ ସୁସାଇଡ୍ କରିଦେଇଛି। ଯଦି ଆପଣ ବି ଚାହିଁବେ ମୁଁ ତାର ସବୁ ତାର ସବୁ ଅଛି ଭିଡ଼ିଓ ସବୁ ମୁଁ ଦେଇଦେବି। କିନ୍ତୁ ବର୍ତ୍ତମାନ ଏବେ ମୁଁ ଆସିଛି, ମୋ ପିଲାର ମୁଁ ନାଇଁ ପାଇବାକୁ ଆସିଛି ଆଜ୍ଞା। ମୁଁ ଅନମ୍ୟାରେଡ୍, ମୁଁ ମ୍ୟାରେଜ କରିନି ଆଜ୍ଞା। ଆଜି ମୁଁ କୋଉ ସମାଜକୁ ମୁହଁ କେମିତି ଦେଖେଇବି ଆଜ୍ଞା? ଆପଣ ମାନେ କୁହନ୍ତୁ। ମତେ ଯାହା ହେଲେ ବି ନ୍ୟାୟ ଦରକାର। ମୋର ଆଗକୁ କି ବାପା ମା କି ଭାଇ ଭଉଣୀ ମୋର କେହି ବି ନାହାନ୍ତି ଆଜ୍ଞା। ମୁଁ ଅନାଥ। ମୁଁ ଆସିଥିଲି ଆଜ୍ଞା ବାରଟା। ମୁଁ ତଥାପି ରାତି ସାରା ବସିଛି ଆଜ୍ଞା ଏଇଠି ମୁଁ ରାତି ସାରା ବସିଛି। ତାପରେ ମୁଁ ପବିତ୍ର ଘରେ ଅଛି। ମୁଁ ଆସିଥିଲି ତାଙ୍କ ଘରଟି। ମୁଁ ପ୍ରଥମେ କହିଲି ମୁଁ ଚିଣ୍ଟୁ ଆସି କବାଟ ବାଡେଇଲି। ତାଙ୍କ ମା ଆସି କହିଲେ କି କଣ ହେଲା, କାଇଁ କବାଟ ବାଡୁଛୁ? ମୁଁ କହିଲି କି ମୋର ଚିଣ୍ଟୁ ସହିତ ମୋର କାମ ଅଛି। ତାଙ୍କ ମା ମତେ କହିଲେ କି ଏତେ କାଣ୍ଡ ହେଇସାରିଲା ପରେ ପୁଣି କଣ ଆସୁଛି ପିଲା ଧରିକି? ତାଙ୍କର ଚିଣ୍ଟୁଙ୍କର ପବିତ୍ରଙ୍କର ତାଙ୍କର ଯିଏ ଅଛି ତାଙ୍କ ଆଈ କଣ ହେବେ, ସିଏ ସେଠୁ ମୁଁ ଏଇଠି ବହିଛି, ମୋ ପିଲା ଧରିକି ବସିଛି, ମୋ ଦେହରେ ଗରମ ପାଣି ଛାଟିଲେ।